ସିଙ୍ଗଡ଼ା ଜିଲାପି ନା ପିଜ୍ଜା ବର୍ଗର ଏହିସବୁ ଖାଦ୍ୟରେ କେତେ ରହିଛି କ୍ୟାଲୋରି, କେତେ ରହିଛି ଫ୍ୟାଟ୍ ଓ ସୁଗାର ଜାଣି ନିଅନ୍ତୁ। ଗୋଟିଏ ସମୋସା ବା ସିଙ୍ଗଡ଼ାରେ 261 କ୍ୟାଲୋରି ରହିଛି, 17 ଗ୍ରାମ ଫ୍ୟାଟ୍ ଆଉ 1.6 ଗ୍ରାମ ସୁଗାର ରହିଥାଏ। ଏହାର କ୍ୟାଲୋରି ହ୍ରାସ କରିବାକୁ ହେଲେ 70 ମିନିଟ୍ ୱାକ୍ କରିବାକୁ ପଡ଼ିବ। ସେହିପରି 100 ଗ୍ରାମ ଜିଲାପିରେ 300 କ୍ୟାଲୋରି ରହିଥାଏ, 7 ଗ୍ରାମ ଫ୍ୟାଟ୍ ରହିଥାଏ, 38 ଗ୍ରାମ ସୁଗାର ରହିଥାଏ। ଯଦି ଆପଣ 300 କ୍ୟାଲୋରି ହ୍ରାସ କରିବାକୁ ଚାହୁଁଛନ୍ତି 80 ମିନିଟ୍ ୱାକ୍ କରିବାକୁ ପଡ଼ିବ। 100 ଗ୍ରାମ ପିଜ୍ଜାରେ 285 କ୍ୟାଲୋରି ରହିଥାଏ, 10 ଗ୍ରାମ ଫ୍ୟାଟ୍ ରହେ ଆଉ 3.8 ଗ୍ରାମ ସୁଗାର ରହିଥାଏ। 285 କ୍ୟାଲୋରି ହ୍ରାସ କରିବାକୁ ହେଲେ ଆପଣଙ୍କୁ 80 ମିନିଟ୍ ୱାକ୍ କରିବାକୁ ହେବ। 100 ଗ୍ରାମ ବର୍ଗରରେ 226 କ୍ୟାଲୋରି ଥାଏ, 12 ଗ୍ରାମ ଫ୍ୟାଟ୍ ଥାଏ, 4 ଗ୍ରାମ ସୁଗାର ରହିଛି। 226 କ୍ୟାଲୋରି ହ୍ରାସ କରିବାକୁ ଚାହୁଁଥିଲେ 61 ମିନିଟ୍ ୱାକ୍ କରିବାକୁ ପଡ଼ିବ। ପାଟିରେ ସ୍ୱାଦ ଯେତିକି ଜରୁରୀ ତାହାଠାରୁ ଅଧିକ ଜରୁରୀ ହେଉଛି ଆମ ସ୍ୱାସ୍ଥ୍ୟ, ତେଣୁ ଚିନ୍ତା କରି ଖାଆନ୍ତୁ।